ତା ଦେହର ଗୋଟେ ପରେ ଗୋଟେ ବସ୍ତ୍ର ଖୋଲି ଚାଲିଥିଲି। ତା ଦେହର ବସ୍ତ୍ର ଖୋଲିଲା ବେଳେ ନା ସେ ପ୍ରତିରୋଧ କରୁଥିଲା ନା ସହଯୋଗ କରୁଥିଲା। ଧୀରେ ଧୀରେ ତାର ସବୁ ବସ୍ତ୍ର ଖୋଲି ଦେଇଥିଲି। ଶେଷରେ ତାର ଅନ୍ତ ବସ୍ତ୍ର ଖୋଲିଲା ବେଳେ ସେ ଟିକିଏ ହାତ ଦେଇଥିଲା। ଭାବିପାରୁନଥିଲି ମୁଁ ପ୍ରଥମ ଥର ଏହି କାମ କରିବାକୁ ଆସିଛି, ଆଉ ମୋତେ ଏତେ ସୁନ୍ଦରୀ ଝିଅଟି ବି ମିଳିଛି। ରୁମ୍ ଭିତରେ ସେ ଝାପ୍ସା ଆଲୋକରେ ଯେତେବେଳେ ମୋ ଦେହର ସେ ଭୋକକୁ ମେଣ୍ଟାଇବାକୁ ଯାଉଥିଲି, କାହିଁକି କେଜାଣି ମୋତେ ଅନୁଭବ ହେଲା ଯେମିତି ସେଇ କାମ ବାଧ୍ୟବାଧକତାରେ କରୁଛି। ତଥାପି ସେଇ ମୁହୂର୍ତ୍ତରେ ମୁଁ ନିଜକୁ ସମ୍ଭାଳି ପାରିଲିନି। ସେ ଯୌନ କଷ୍ଟରେ ହାଲକା ଛାଟିପିଟି ହେଉଥିଲା, କିନ୍ତୁ ମୁଁ ମୋ କାମ କରି ବେଶ ମଜା ନେଇ ଚାଲିଥିଲି। ସେଦିନ ଖୁସିରେ ସେହି ହୋଟେଲ ରୁମ୍ ଭିତରକୁ ପଶି ଯାଇଥିଲି। ସେହି ହୋଟେଲ ରୁମ୍ର ବେଡ୍ ଉପରେ ଗୋଟେ କୋଣରେ ଜାକିଜୁକି ହେଇ ମୁଣ୍ଡକୁ ତଳକୁ କରି ସେ ବସିଥିଲା। କବାଟ ଠକ୍ ଠକ୍ ନ କରି ସିଧା ପଶିଗଲି। ପତଳା ଶରୀର, ରେଶମୀ ବାଳଗୁଡ଼ା ଫ୍ୟାନ୍ର ପବନରେ ବାରମ୍ବାର ଉଡ଼ୁଥିଲା। ଆଉ ସେଇ ବାଳକୁ ହାତରେ ନେଇ କାନ ସନ୍ଧିରେ ଜାକିଲା ବେଳେ ତା ଗୋରା ଗୋରା ମୁହଁ ଉପରେ ମୋର ନଜର ପଡ଼ିଥିଲା। ଦେଖିବାକୁ କୋଉ ସ୍ୱର୍ଗର ଅପ୍ସରୀଠୁ ବି କମ୍ ସୁନ୍ଦରୀ ନଥିଲା। ସମୟ ରାତି 10ଟା ହେଇଯାଇଥିଲା। ବହୁତ ଖୁସି ହେଇଯାଇଥିଲି। ଆଜି ପ୍ରଥମ ଥର ଗୋଟେ ସୁଯୋଗ ମିଳିଛି। ତାପରେ ପୁଣି ଏତେ ସୁନ୍ଦରୀ ଝିଅଟେ। ମନଟା ଗାର୍ଡେନ୍ ଗାର୍ଡେନ୍ ହେଇଯାଇଥିଲା। ଟିକେ ହାଲକା ଡ୍ରିଙ୍କସ୍ ବି କରିଦେଇଥିଲି। ସିଧା କବାଟଟା ବନ୍ଦ କଲି ଆଉ ଖିଡ଼ିକିଟା ଦେଇଦେଲି। କବାଟର ଖିଡ଼ିକି ଦେଲାବେଳେ ସେ ଶବ୍ଦରେ ସେ କେମିତି ଗୋଟେ ଡରି ଡରି ମୋତେ ଚାହିଁ ଚାଲିଲା। ମୁଁ ଟିକେ ନିଶାରେ ଥିଲି, ସେଥିପାଇଁ ସେସବୁକୁ ଧ୍ୟାନ ଦେଉନଥିଲି। ମୋର ଗୋଟେ ଲକ୍ଷ୍ୟ ଥିଲା ତାର ଦେହ ଉପରେ, ଆଉ ଗୋଟେ ଉଦ୍ଦେଶ୍ୟ ଥିଲା ମୋ ଦେହ ଭିତରେ ଜଳୁଥିବା ସେ କାମନାର ନିଆଁକୁ କେମିତି ଶାନ୍ତ କରିବି। ପାଖକୁ ଗଲି, ତା ଦେହର ସେ ପିଠିକୁ ହାତ ମାରିଲି। ସେ ଚମକି ପଡ଼ିଲା। ଧୀରେ ଧୀରେ ତା ଦେହ ସାରା ହାତ ମାରିବା ଆରମ୍ଭ କଲି। ମୋ ହାତ ତା ଦେହର ସେ ବସ୍ତ୍ର ଭିତରେ ଯେତେ ଯେତେ ଭିତରକୁ ଯାଉଥିଲା, ସେ ସେତେ ସେତେ ଡରି ଡରି ଯାଉଥିଲା। ଧୀର ସ୍ୱରରେ ଡରି ଡରି କହିଲା, ଟିକିଏ ଲାଇଟ୍ଟା ବନ୍ଦ କରିଦେଲେ କେମିତି ହୁଅନ୍ତା ବାବୁ। ଆରେ ସତ କଥା ତ, ମୁଁ ସେତେବେଳେ ନିଶାରେ ଭୁଲି ଯାଇଥିଲି ଯେ ଲାଇଟ୍ଟା ଅନ୍ ଅଛି, ଆଉ ମୁଁ ତା ଆଗରେ ପୁରା ଉଲଗ୍ନ ହୋଇସାରିଲିଣି। ବୋଧହୁଏ ସେ ମୋ ଉଲଗ୍ନ ଶରୀର ଦେଖି ବେଶୀ ଲାଜେଇ ଯାଉଥିଲା, ଆଉ ଯେତିକି ଲାଜେଇ ଯାଉଥିଲା ସେତିକି ଡରି ବି ଯାଉଥିଲା। ହେଲେ କାହିଁକି ସେ ଡରୁଥିଲା? କାହିଁକି ସେ ଲାଜ କରୁଥିଲା? ଦେହ ବିକିବାକୁ ଆସିଥିବା ଗୋଟେ ଝିଅ କ'ଣ କେବେ ଏତେ ଲାଜ କରିପାରେ, ଏତେ ଡରିପାରେ? ମୁଁ ତ ଶୁଣିଛି ଦେହ ବିକୁଥିବା ଯୁବତୀମାନଙ୍କର କେବେ ଲଜ୍ଜା ଶର୍ମ ନଥାଏ, କିନ୍ତୁ ସେତେବେଳେ ଏସବୁକୁ ଧ୍ୟାନ ନ ଦେଇ ତା ଦେହର ଗୋଟେ ପରେ ଗୋଟେ ବସ୍ତ୍ର ଖୋଲି ଚାଲିଥିଲି। ତା ଦେହର ବସ୍ତ୍ର ଖୋଲିଲା ବେଳେ ନା ସେ ପ୍ରତିରୋଧ କରୁଥିଲା ନା ସହଯୋଗ କରୁଥିଲା। ଧୀରେ ଧୀରେ ତାର ସବୁ ବସ୍ତ୍ର ଖୋଲି ଦେଇଥିଲି। ଶେଷରେ ତାର ଅନ୍ତ ବସ୍ତ୍ର ଖୋଲିଲା ବେଳେ ସେ ଟିକିଏ ହାତ ଦେଇଥିଲା। ଭାବିପାରୁନଥିଲି ମୁଁ ପ୍ରଥମ ଥର ଏହି କାମ କରିବାକୁ ଆସିଛି, ଆଉ ମୋତେ ଏତେ ସୁନ୍ଦରୀ ଝିଅଟି ବି ମିଳିଛି। ରୁମ୍ ଭିତରେ ସେ ଝାପ୍ସା ଆଲୋକରେ ଯେତେବେଳେ ମୋ ଦେହର ସେ ଭୋକକୁ ମେଣ୍ଟାଇବାକୁ ଯାଉଥିଲି, କାହିଁକି କେଜାଣି ମୋତେ ଅନୁଭବ ହେଲା ଯେମିତି ସେଇ କାମ ବାଧ୍ୟବାଧକତାରେ କରୁଛି। ତଥାପି ସେଇ ମୁହୂର୍ତ୍ତରେ ମୁଁ ନିଜକୁ ସମ୍ଭାଳି ପାରିଲିନି। ସେ ଯୌନ କଷ୍ଟରେ ହାଲକା ଛାଟିପିଟି ହେଉଥିଲା, କିନ୍ତୁ ମୁଁ ମୋ କାମ କରି ବେଶ ମଜା ନେଇ ଚାଲିଥିଲି। କିଛି ସମୟ ସେ ବେଡ୍ରେ ହାଲକା କେଁ କାଁ ଶବ୍ଦ ଭିତରେ ମୋ ଯୌନ ସୁଖଟା ସରିଯାଇଥିଲା, ଆଉ ଚୁପଚାପ ତାରି ଉପରେ ସେମିତି ଶୋଇ ରହିଥିଲି। ତାକୁ କେତେ ଶାନ୍ତି ମିଳିଥିଲା ମୋତେ ତ ଜଣା ନଥିଲା, ମୋତେ କିନ୍ତୁ ଭାରି ଶାନ୍ତି ମିଳିଥିଲା ପ୍ରତାପ ଭାଇ। ସବୁକିଛି ଶାନ୍ତ ହୋଇଯାଇଥିଲା। ତାରି ଭିତରେ ସୁଁ ସୁଁର କିଛି ଶବ୍ଦ ମୋ ଶାନ୍ତିକୁ ଭଙ୍ଗ କରି କାନ ଭିତରକୁ ପଶି ଆସିଥିଲା। ମୋ ନିଶା ଅଧାରୁ ଅଧିକ ଓହ୍ଲେଇ ଯାଇଥିଲା। ଯେତେବେଳେ ତା କାନ୍ଦିବାର କାରଣ ପଚାରିଥିଲି, କାହିଁକି କାନ୍ଦୁଛ? ମୁଁ ତ ସେମିତି କିଛି ଭୁଲ କରିନି। ତମ କାମ ତ ଏଇଆ, ତମେ ଟଙ୍କା ନେଇ ଏଇ କାମ କରିବାକୁ ତ ଆସିଛ, ଆଉ ଆମ ଭଳି ବ୍ୟାଚଲରମାନଙ୍କୁ ଏମିତି ଯୌନ ସୁଖ ଦେଉଛ, ତା ପ୍ରତିବଦଳରେ ଟଙ୍କା ତ ନେଉଛ। ସେ କହିଲା, ନାଇଁ ବାବୁ, ତମର କିଛି ଭୁଲ ନାହିଁ। ତମେ ତ ପୁରା ରାତିଟା ମୋ ସହ କାଟିବାକୁ ଆସିଛ, ତାହେଲେ ତମେ କାନ୍ଦୁଛ କାହିଁକି? ନାହିଁ, କିଛି ନାହିଁ ବାବୁ। ଏମିତି ଆଖିରୁ ଲୁହଗୁଡ଼ା ପଳେଇ ଆସିଲା। ନା, ମୋତେ କିଛି ବି ଠିକ୍ ଲାଗିଲାନି। କେମିତି ଗୋଟେ ବଡ଼ ଭୁଲ କଲା ଭଳିଆ ଲାଗିଲା। ନିଜକୁ ନିଜେ ଗୋଟେ ବଡ଼ ଦୋଷୀ ଭଳିଆ ଲାଗିଲା। ତା ବିଷୟରେ ଜାଣିବାକୁ ତାକୁ ପଚାରିଲି, କେତେ ଦିନ ହେଲା ଏ କାମ କରୁଛ? ସେ ସେଇ ଦୁଃଖରେ ଟିକେ ମୁରୁକି ହସି କହିଲା, ଆଜି ମୋର ପ୍ରଥମ ରାତି, ଆଉ ଆପଣ ହେଉଛନ୍ତି ମୋର ପ୍ରଥମ ଗରାକ। ଏକଥା କହିଲା ବେଳେ ତା ଆଖିରେ ଥିଲା ଆଖିଏ ଲୁହ। ସାୟଦ ମୋତେ ଲୁଚେଇବାକୁ ଜକେଇ ଆସୁଥିବା ଲୁହକୁ ଚାପିବାକୁ ଚେଷ୍ଟା କରୁଥିଲା। ହେଲେ ସବୁବେଳେ ସେ ଲୁହଗୁଡ଼ା ତା ବୋଲ ମାନୁନଥିଲା। ତା ଅଜାଣତରେ ଅନେକ ଥର ଲୁହଗୁଡ଼ା ଥପଥପ ହେଇ ତଳେ ପଡ଼ିଯାଉଥିଲା। ସେ ବି ଭାରି ଚାଲାକ ଥିଲା। ସେଇ ଲୁହକୁ ଲୁଚେଇବାକୁ ଲୁହଗୁଡ଼ା ଗଡ଼ୁ ଗଡ଼ୁ ଏମିତି ପୋଛି ଦେଉଥିଲା ଯେ ମୋତେ ଜଣେଇବାକୁ ବି ଟିକେ ଦେଉନଥିଲା। କିନ୍ତୁ ସେତେବେଳେ ମୋ ନିଶା କୁଆଡ଼େ ଉଭାନ ହେଇଯାଇଥିଲା।
ସବୁ କଥା ଜାଣିବା ପାଇଁ ତାକୁ ପଚାରିଲି, ତମେ ତ ଏତେ ସୁନ୍ଦର, ଏମିତି କାମ କରିବାକୁ କାହିଁକି ମନସ୍ଥ କଲ? ତମ କାନ୍ଦ ଆଉ ତମକୁ ଦେଖିଲେ ଲାଗୁନି ତମେ ଏ କାମ ଟଙ୍କା ରୋଜଗାର କରିବାକୁ କରୁଛ? କିଛି ତ ମଜବୁରି ଅଛି। କହିଲା, ହଁ ବାବୁ, ମଜବୁରିରେ ମଣିଷ ଏମିତି କାମ କରେ ଆଉ ଆପଣଙ୍କ ଭଳି ବଡ଼ ବଡ଼ ବାବୁଙ୍କୁ ଖୁସି କରି ଟଙ୍କା ରୋଜଗାର ବି କରେ। ହେଲେ ଆଜି ଏ ଟଙ୍କା ମୋ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା। ମାତ୍ର ଟଙ୍କା 10,000ର ଆବଶ୍ୟକତା ଥିଲା ମୋ କ୍ୟାନ୍ସର ଭାଇକୁ ଗୋଟେ ଇଞ୍ଜେକ୍ସନ୍ ଦେବାକୁ। ଅନେକ ଦିନ ହେଲା ଚିକିତ୍ସା କରି କରି ସବୁକିଛି ଶେଷ ହେଇଯାଇଛି ବାବୁ। ଆମ ପାଖରେ କେବଳ ଭଙ୍ଗା ଘରଟା ଛଡ଼ା ଆଉ ଯେମିତି କିଛି ନାହିଁ। ବାପା ଏଇ ଚିନ୍ତାରେ ଆରପାରିକୁ ଚାଲିଗଲେ। ଆଉ ବୋଉ କଥା ନ କହିବା ବହୁତ ଭଲ। ବାପା ଯିବା ପରେ ସାନ ଭାଇକୁ କେମିତି ଭଲ କରିବି ଭାବି ଭାବି ପାଗିଳି ଭଳି ସବୁବେଳେ ଘର ଭିତରେ ପଶି ରହୁଛି। ଭାଇର ସେ ଇଞ୍ଜେକ୍ସନ୍ଟା ନିହାତି ଦେବା ଦରକାର ଥିଲା। ସେମିତି ଆହୁରି 2ଟା ଦେବାକୁ ପଡ଼ିବ। ସେଥିପାଇଁ ଆମ ଗାଁର ସଚି ଭାଇ ଏଇ ଭୁବନେଶ୍ୱରରୁ ରୁହେ। ବହୁତ ବଡ଼ ଲୋକ, ବଡ଼ ଗାଡ଼ି ଚଳୁଛି, ବଡ଼ ଘରେ ବି ରହୁଛି। ଭାବିଲି ତାକୁ ମାଗିଲେ ସେ ଦେଇଦେବ। ସେ କହିଲା, ଠିକ୍ ଅଛି, ଭୁବନେଶ୍ୱର ଆସ, ଟଙ୍କା ନେଇଯିବୁ। ଆଉ ଯେତେବେଳେ ତା ପାଖରେ ପହଞ୍ଚିଲି ସେ ମୋତେ କହିଲା, ଏଠି କେହି ମାଗଣାରେ ସାହାଯ୍ୟ କରିବେନି। ତୁ ଗୋଟେ ରାତି ଜଣେ ବାବୁଙ୍କୁ ଖୁସି କରିଦେବୁ, ତତେ 10,000 କ'ଣ 15,000 ଟଙ୍କା ଦେବି। କିଛି ଅସୁବିଧା ହେବନି, ସବୁ ବ୍ୟବସ୍ଥା କରିଦେବି। ବାବୁ, 15,000 ମୋ ପାଇଁ କେତେ ବଡ଼ ବୁଝିପାରୁଛନ୍ତି ତ? ମୋ ଭାଇର ଜୀବନ ବଞ୍ଚାଇବାକୁ ଆଉ କିଛି ରାସ୍ତା ମୋ ପାଖରେ ନଥିଲା। ଶେଷରେ ତା କଥାରେ ହଁ କଲି। ଆଉ ସେ ମୋର ଗୋଟେ ଫଟୋ ଉଠେଇ କାହାକୁ ପଠେଇଲା। ଆଉ କାରରେ ସାଙ୍ଗରେ ଆଣି ମୋତେ ଏଇ ହୋଟେଲ ରୁମ୍ରେ ଛାଡ଼ି ଦେଇଗଲା। ଆଉ ତାପରେ ଆପଣ ଆସିଲେ। ବାବୁ, ମୋତେ ପଇସା ଦେବେ ପ୍ଲିଜ୍। ଆଉ ଯେତେ ଯାହା କରିବାର ଅଛି କରନ୍ତୁ, କିନ୍ତୁ ମୋତେ ଠକିବେନି। ମୋ ପଇସାଟା ମୋତେ ନିଶ୍ଚୟ ଦେବେ। ତା କଥା ଶୁଣି ମୋ ଆଖିରୁ ଲୁହ ଆସିଯାଇଥିଲା। ପ୍ରତାପ ଭାଇ, ମୁଁ ପ୍ରଥମ ଥର କେତେ ବଡ଼ ଭୁଲ କରିଛି ବୋଲି ଭାବି ଚାଲିଥିଲି। ନିଜକୁ ନିଜେ ଦୋଷୀ କରି ଚାଲିଥିଲି। ଆଉ ଭଗବାନଙ୍କ ପାଖରେ କ୍ଷମା ପ୍ରାର୍ଥନା ବି କରି ଚାଲିଥିଲି। ମୁଁ ଜାଣିସାରିଥିଲି ଏ ଭୁଲର କ୍ଷମା ନାହିଁ, କିନ୍ତୁ କ'ଣ କରିବି? ଗୋଟେ ସାଙ୍ଗ ବୁଦ୍ଧିରେ ପଡ଼ି ଏମିତି କରିବାକୁ ବାଧ୍ୟ ହୋଇଥିଲି। ଗୋଟେ ବାର୍ରେ ବସି 2 ସାଙ୍ଗ ଡ୍ରିଙ୍କସ୍ କଲାବେଳେ 2ଟା ଫଟୋ ତା ମୋବାଇଲକୁ ଆସିଲା। ଆଉ ମୋତେ ଫଟୋ ଦେଖେଇ କହିଲା, ଯିବୁ ଯଦି ପସନ୍ଦ କର। ଆରେ ଲାଇଫକୁ ଏନ୍ଜୟ କର, ଭାବିବାର କ'ଣ ଅଛି? ତା କଥାରେ ଭାସିଗଲି। ଏମିତିରେ ବି ନିଶା ହେଇଯାଇଥିଲା। ହଁ କହିଦେଲି। ମୁଁ ୟାକୁ ପସନ୍ଦ କଲି, ଆଉ ସେ ଅନ୍ୟ ଜଣକୁ ପସନ୍ଦ କରି ତା ପାଖକୁ ଆଉ ଗୋଟେ ହୋଟେଲକୁ ଗଲା। ତାର ଏଇଟା ନୀତିଦିନିଆ କାମ ଥିଲା, କିନ୍ତୁ ମୋ ପାଇଁ ଏଇଟା ପ୍ରଥମ ଥର ଥିଲା ଭାଇ। 30,000 ଟଙ୍କା ଦେଇ ବାହାରିଗଲି ହୋଟେଲକୁ। ପ୍ରଥମେ ମୋତେ ଟିକେ ଡର ଲାଗୁଥିଲେ ବି ନିଶାରେ ସବୁକିଛିକୁ ସାଇଡ୍ କରି ଆଗକୁ ଆଗକୁ ବଢ଼ି ଚାଲିଥିଲି। ଆଉ ନିଶାରେ ଏତେ ବଡ଼ ଭୁଲ କରି ସାରିବା ପରେ ତା ପାଖରୁ ତାର ସବୁ କଥା ଶୁଣିଲା ପରେ ପ୍ରାୟଶ୍ଚିତ ନାଁରେ ମୁଁ ଜଳି ଚାଲିଥିଲି। ଆମ ପାଖରୁ 30,000 ନେଇ ତାକୁ 15,000 ଟଙ୍କା ଦେଇ ସେ ଦଲାଲ 15,000 ଟଙ୍କା ଲାଭ ରଖୁଥିଲା। ଭାରି କଷ୍ଟ ହେଉଥିଲା। କ'ଣ କଲି ବୋଲି ଭାବି ନିଜକୁ କ୍ଷମା କରିପାରୁନଥିଲି। ସେଇ ଭୁଲର ପ୍ରାୟଶ୍ଚିତ କରିବାର ଗୋଟେ ରାସ୍ତା ତାକୁ ସବୁଦିନ ପାଇଁ ନିଜର କରିବାକୁ ଭାବି ସେଇ ହୋଟେଲ ରୁମ୍ ଭିତରେ ତାକୁ ବାହା ହେବାକୁ ପ୍ରସ୍ତାବ ଦେଇଥିଲି। ହେଲେ ସେ ସିଧା ସିଧା ମନା କରିଦେଇଥିଲା। ବୋଧହୁଏ ସେ ମୋ କ୍ୟାରେକ୍ଟରକୁ ନେଇ ସନ୍ଦେହ କରିଥିଲା। ମୋ ମନ ଭିତରେ ଥିଲା ଅନେକ ଯନ୍ତ୍ରଣା। ସେଇ ଯନ୍ତ୍ରଣାରେ ବହୁତ କଷ୍ଟ ଭିତରେ ରାତିଟା ତାହା ସହ କାଟିଦେଲି। ସକାଳୁ ତାକୁ ଅନେକ ବୁଝେଇଥିଲି, ଏ ରାସ୍ତା କେତେ ଦୁଃଖ ଆଉ ଯନ୍ତ୍ରଣା ଦିଏ, ଆଉ ସବୁ ମା ନିଜତ କେମିତି ସବୁଦିନ ପାଇଁ ସାରିଦିଏ। ଏମିତି ଅନେକ କଥା ତାକୁ ବୁଝେଇଲା ପରେ ତାକୁ କହିଲି, ତମ ଗାଁରେ ସେଇ ସଚି ଭାଇ 30,000 ଟଙ୍କା ମୋଠୁ ନେଇଛି, ଆଉ ତମ ଭଳି ଝିଅମାନଙ୍କୁ ନେଇ ବେପାର କରୁଛି। ସେ ତମକୁ 15,000 ଦେବ କି ନାହିଁ ମୁଁ ତ ଜାଣିନି। ଏଇ ନିଅ ତମ ବାକି 15,000 ଟଙ୍କା। ଆଉ ସେ ଯଦି 15,000 ଟଙ୍କା ନ ଦିଏ ତମ ନମ୍ବର ଦିଅ, ମୁଁ ସେ 15,000 ଟଙ୍କା ତମକୁ ଦେବି। ଏଇ ବାହାନାରେ ତା ନମ୍ବର ଆଣିଲି। ତାକୁ ଯୋଗାଯୋଗ କରି କିଛି ଦିନ ପରେ ତାଙ୍କ ଘରେ ପହଞ୍ଚିଲି। ଝାଟିମାଟିର ଘର ଉପରେ ଗୋଟେ ଛିଡ଼ା ପଲିଥିନ୍ ପଡ଼ିଥିଲା। ମାଟି କାନ୍ଥ ସବୁ ଫାଟି ଆଁ କରିଥିଲା। ପହଞ୍ଚି ଯାଇଥିଲି ଘର ପାଖରେ। ସେ ମୋତେ ଦେଖି ଯେମିତି ଡରି ଯାଇଥିଲା। ଆଖିରେ ଯେମିତି ଗୋଟେ ଅଜଣା ଭୟ ଥିଲା। ମୁଁ ପଚାରିଲି, ଭାଇ କେମିତି ଅଛି? ଆଉ କେବେ ଇଞ୍ଜେକ୍ସନ୍ ନେବ? ତମେ ପୁଣି ଥରେ ସେଇ ସଚି ଭଳି ଲୋକଙ୍କ ହାବୁଡ଼ରେ ନ ପଡ଼ିବା ପାଇଁ ତମ ପାଖକୁ ଆସିଥିଲି। ଏଇ ନିଅ ତମ ଭାଇର ଇଞ୍ଜେକ୍ସନ୍ ପଇସା। ତା ଆଖିଟା ଛଳଛଳ ହେଇଯାଇଥିଲା। ଭଙ୍ଗା ଚୌକିଟେ ଘର ଭିତରେ ପକେଇ ବସିବାକୁ କହିଲା। ମନା କଲି, ତଥାପି ଶୁଣିଲାନି। ଭାଇକୁ ଦେଖିଲି ଧୀରେ ଧୀରେ ସୁସ୍ଥ ହେଇ ଆସୁଥିଲା। ଆଉ ମାଟା ଘରର ଗୋଟେ କୋଣରେ ବସି ନିଜେ ନିଜେ କ'ଣ ସବୁ ବରବର ହେଉଥିଲା। କହିଲି, ଯଦି କିଛି ନ ଭାବିବ ମାକୁ ନେଇ ଡାକ୍ତର ଦେଖେଇ ଦିଅ। ମା ପୁରା ସୁସ୍ଥ ହେଇଯିବେ। ମୁଁ କାଲି କଲ୍ କରିବି। ସେଦିନ ତାଠୁ ବିଦାୟ ନେଇ ଆସିଲା ବେଳେ ତା ଆଖିରେ ଆଉ ଭୟ ନଥିଲା। କେମିତି ଗୋଟେ ମୋତେ ଅନେଇ ଚାଲିଥିଲା, ଯେମିତି ମୁଁ ତାଠୁ ସବୁଦିନ ପାଇଁ ବିଦାୟ ନେଇ ଚାଲିଯାଉଛି। ମୋତେ ଭୁଲ ବୁଝି ମୋ ଉପରେ ରାଗିଥିବା ମଣିଷଟା ତାଙ୍କ ଘରୁ ଫେରିବା ବେଳେ
ମୋତେ ବାର ବାର କଲ୍ କରି ଚାଲିଥିଲା। ବୋଧହୁଏ ମୋର ଏମିତି ଭାବନା ତା ମନ ଭିତରେ ଥିବା ଭୁଲ ବୁଝାମଣାକୁ ଦୂର କରିଦେଇଥିଲା ଆଉ ମୋ ଆଡ଼କୁ ଆକୃଷ୍ଟ କରୁଥିଲା। ତାକୁ ମୁଁ ସେଦିନ ଘଟଣାର ସବୁ ସତ କହିଥିଲି ଆଉ ସେ ମୋତେ ବିଶ୍ୱାସ ବି କରିଥିଲା। ପ୍ରତାପ ଭାଇ, ସେଇଦିନଠୁ ମୁଁ ଡ୍ରିଙ୍କ କରିବା ଛାଡ଼ି ଦେଇଥିଲି। ସେଦିନର ସେ ଭୁଲର ପ୍ରାୟଶ୍ଚିତ କରିବାକୁ ନିଜକୁ ବଦଳେଇ ଚାଲିଥିଲି। ଧୀରେ ଧୀରେ ତା ପ୍ରତି ମୋର ୱିକନେସ୍ ବଢ଼ିବାକୁ ଲାଗିଲା। ତା ମାଆକୁ ଡାକ୍ତର ଦେଖାଇ ସୁସ୍ଥ କରିବାକୁ ଚେଷ୍ଟା କଲି। କିଛି ଦିନ ପରେ ତା ଭାଇ ବି ସୁସ୍ଥ ହୋଇଗଲା। ତାକୁ ନିଜର କରିବାକୁ ସବୁ ପ୍ରକାର ଚେଷ୍ଟା ବି କଲି। ସେ କିନ୍ତୁ ସବୁବେଳେ ମନା କରୁଥିଲା। ବାପା ଚାଲିଗଲା ପରେ +2ରୁ ଅଟକିଥିବା ପାଠପଢ଼ାକୁ ଆଗକୁ ବଢ଼ାଇବାକୁ ଅନୁରୋଧ କଲି। ଶେଷରେ +3 ପାସ୍ କଲା ପରେ ବହୁତ କଷ୍ଟରେ ମୋ ଜୀବନସାଥୀ ହେବାକୁ ରାଜି ହେଇଥିଲା। ଆମ ଘରେ ବୁଝେଇ ତାକୁ ବାହା ହେବାକୁ ପ୍ରସ୍ତାବ ପଠାଇଲି। ସବୁ ପରେ ଆମ ପରିବାର ସେ ଝିଅକୁ ଦେଖି ଖୁସି ହେଇଯାଇଥିଲେ ଆଉ ବାହାଘର କରିବାକୁ ରାଜି ବି ହେଇଯାଇଥିଲେ। ବଡ଼ ଧୁମଧାମରେ ବାହାଘର ବି ହେଲା। ସେଦିନ କରିଥିବା ଭୁଲ ବାହାଘରର ହୋମ ନିଆଁରେ 10 ଦିଗପାଳକୁ ସାକ୍ଷୀ ରଖି 7 ଜନ୍ମ ପାଇଁ ଜୀବନସାଥୀ କରି ପ୍ରାୟଶ୍ଚିତ କରିଥିଲି ଆଉ ନିଜ ମନକୁ ସନ୍ତୁଷ୍ଟି ବି ମିଳିଥିଲା। ଏବେ ଆମେ ଭାରି ଖୁସିରେ ଅଛୁ ପ୍ରତାପ ଭାଇ। ଭାଇ, ସତରେ ଯଦି ମୁଁ ତାକୁ ପାଇନଥାନ୍ତି କି ଜୀବନସାଥୀ କରିନଥାନ୍ତି, ଜୀବନ ସାରା ପଶ୍ଚାତାପ ନିଆଁରେ ଜଳି ଜଳି ମରିଥାନ୍ତି। ସେ ମୋତେ ପାଇ ଆଜି ବହୁତ ଖୁସି ଆଉ ମୋ ଉପରେ ଥିବା ସବୁ ଭୁଲ ଧାରଣା ବି ତାର ଦୂରେଇ ଯାଇଛି। ଏବେ କୁହ ଭାଇ, ମୁଁ ତାକୁ ବାହା ହେଇ ଠିକ୍ କରିଛି ତ? ସେଦିନ ଭୁଲ ପାଇଁ ଏଇଟା ସଠିକ୍ ପ୍ରାୟଶ୍ଚିତ ତ? ଯଦି ଏସବୁ କଥାରେ ଏକମତ, ମୋର ଏ ସଂଘର୍ଷଭରା କାହାଣୀ ଆପଣଙ୍କ ଚ୍ୟାନେଲରେ ଆପଣଙ୍କ କଣ୍ଠରେ ନିଶ୍ଚୟ ଜାଗା ଦେବେ ବୋଲି ମୋର ଆଶା ଅଛି। ନହେଲେ ମୋର ଏ କଥା କେବଳ ଆମ ମନ ଭିତରେ ରହିଯିବ। ସମସ୍ତେ ଜାଣିବା ଦରକାର, ସବୁ ଦେହଜୀବୀ ସେମିତି ନୁହନ୍ତି। କିଏ ନିଜ ଅସୁବିଧା ପାଇଁ ପରିସ୍ଥିତି ସେମାନଙ୍କୁ ଦେହଜୀବୀ ସଜେଇ ଦିଏ। ଯଦି ସେଦିନ ରାତିରେ ମୋ ବଦଳରେ ଆଉ କିଏ ତା ସହିତ ଥାନ୍ତା, ଆଜି ହୁଏତ ସେ ସବୁଦିନ ପାଇଁ ସେଇ ରାସ୍ତାକୁ ବାଛି ନେଇଥାନ୍ତା। କାରଣ ତା ପରିବାରକୁ ବଞ୍ଚେଇବାକୁ ତାକୁ ଟଙ୍କା ଦରକାର ଥିଲା। ମୁଁ ସବୁ ଶୁଣିଲା ପରେ କହିଲି, ତମେ କ'ଣ କରିଛ ମୁଁ ତ ଜାଣିନି, କିନ୍ତୁ ମୋ ଆଗରେ ତମେ ଗୋଟେ କୋଉ ବଡ଼ ହିରୋଠୁ କମ୍ ନୁହେଁ। କିନ୍ତୁ ଏଇ କାହାଣୀ ଶୁଣିଲା ପରେ ଆପଣଙ୍କୁ କ'ଣ ଲାଗୁଛି? ସେଇ ଯୁବତୀକୁ ବାହା ହେଇ ସେ କ'ଣ ଠିକ୍ କରିଛି? ଯୁବତୀକି ବାହା ହେଇ ସେଦିନ କରିଥିବା ଭୁଲର ପ୍ରାୟଶ୍ଚିତ କରିଛି? ଆପଣଙ୍କ ବିଚାର କମେଣ୍ଟ କରି ଜଣାଇବା ସହିତ କାହାଣୀ କେମିତି ଲାଗିଲା ନିଶ୍ଚୟ ଜଣାଇବେ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।